ଅନାକାଣ୍ଡା ମହାପାତ୍ର ଆମର ମୁକ୍ତାକାଶର ଗୋଟେ କର୍ମକର୍ତ୍ତା। ଆପଣ କ'ଣ ବି ଆସିଥିଲେ ଆଜି? ଆଜି ଆସିଥିଲେ ଆମର ଦିବ୍ୟାଙ୍ଗର ପ୍ରମାଣପତ୍ର ଗୁଡ଼ିକ ଯେଉଁ ହେଉଛି ତା ଆପ୍ଲାଏ କରିବା ପରେ 4-5 ଦିନ ଭିତରେ ପଳେଇ ଆସୁଥିଲା, କିନ୍ତୁ ବର୍ତ୍ତମାନ ଆପ୍ଲାଏ କରିବା 4-5 ମାସ ପରେ ମଧ୍ୟରୁ ଆଉ ସେ ପ୍ରମାଣପତ୍ର ଗୁଡ଼ିକ ଆସୁନି, ଯଦ୍ୱାରା ଦିବ୍ୟାଙ୍ଗମାନଙ୍କ ଯେଉଁ ବର୍ଦ୍ଧିତ ଭତ୍ତା 3,500 ଯେଉଁ ପାଉଛନ୍ତି ତାରୁ ବଞ୍ଚିତ ହେଉଛନ୍ତି, ପ୍ଲସ୍ ଆଉ ଯେଉଁ 1200 ପାଉଛନ୍ତି ସେମାନଙ୍କୁ ଭତ୍ତା ଯାକ କାଟିଦି ବୋଲି ସେମାନଙ୍କୁ କହୁଛନ୍ତି। ସାକ୍ଷାତ କରିବାରୁ ତାଙ୍କେ କହିଲେ କି ସିଡିଏମ୍ ଫୋନ୍ କରିକି କହିଲେ, ସିଡିଏମ୍ ଗଲେ କହିଲେ ସିଡିଏମ୍ ତୁରନ୍ତ ନିଷ୍ପତ୍ତି ନେବି କହିଛନ୍ତି। ଆପଣ ଭିତରେ ସିଡିଏମ୍ ଅଫିସକୁ କେବେ ଯାଇଛନ୍ତି? ହଁ, ସିଡିଏମ୍ ଅଫିସକୁ ଯାଇଛନ୍ତି। ତ ସେଠି କିଛି ହେଇନଥିଲା? ସେଠି ହେଲେ ମଧ୍ୟ ଆମେ ସିଡିଏମ୍ ବାରମ୍ବାର କମ୍ପ୍ଲେନ୍ ଦେଇଛୁ ଏ ବିଷୟରେ। ଗୋଟେ ତାଙ୍କର ସିଷ୍ଟମ୍ ଗୋଟେ ଅଛି କହିକି ସେମାନେ ଆପ୍ଲାଏ କରି 4-5 ମାସ ଲେଟ୍ ହେବ ବୋଲି ସେମାନେ ଖାଲି କହୁଛନ୍ତି ନା ଆଜିକି 2 ବର୍ଷ ହେଲାଣି ସେମିତି ଆପଣ କଲେକ୍ଟର ସାର୍ ମୁଁ ଯାଇଛନ୍ତି କେବେ? ହଁ, କଲେକ୍ଟର ସାର୍ ପାଖକୁ ଆଜି ଫାର୍ଷ୍ଟ ଟାଇମ୍ ଆମେ କଲେକ୍ଟର ସାର୍ ଆପଣ କେବେ ଯାଇନା? ଆଜି ଆସୁଛନ୍ତି ଫାର୍ଷ୍ଟ ଟାଇମ୍ ନାଇଁ? ଆପଣ ଅଭିଯୋଗ ଜଣାଇଛନ୍ତି ତାହେଲେ କ'ଣ କହିଛନ୍ତି କଲେକ୍ଟର ସାର୍? କ'ଣ କହିଲେ? ତୁରନ୍ତ ନିଷ୍ପତ୍ତି ନେବି ବୋଲି କହିଲେ।